श्रीकृष्णଙ୍କର ଏହି ବାଣୀ ମାନବ ଜୀବନର ପରମ ସତ୍ୟ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ କେବଳ ମନ୍ତ୍ର ଜପିବା କିମ୍ବା ମନ୍ଦିର ଯିବା ଭକ୍ତି ନୁହେଁ, ବରଂ ନିଜର ଚରିତ୍ରକୁ ଶୁଦ୍ଧ କରିବା ହିଁ ପ୍ରକୃତ ଭକ୍ତି। ଯେତେବେଳେ ଜଣେ ବ୍ୟକ୍ତି ନିଜ ମଧ୍ୟରୁ ସ୍ୱାର୍ଥପରତା, ଅହଙ୍କାର, କ୍ରୋଧ, ଦ୍ୱେଷ ଏବଂ ଆସକ୍ତିକୁ ଦୂର କରେ, ସେ ଜଣେ ସ୍ଥିତପ୍ରଜ୍ଞ ବା ସିଦ୍ଧ ପୁରୁଷରେ ପରିଣତ ହୁଏ। ଏହାର ଏକ ବିସ୍ତୃତ ବ୍ୟାଖ୍ୟା ନିମ୍ନରେ ଦିଆଗଲା। 1. ସ୍ୱାର୍ଥପରତା ତ୍ୟାଗ, ଫ୍ରିଡମ୍ ଫ୍ରମ୍ ସେଲ୍ଫିଶନେସ୍। ସାଧାରଣ ମଣିଷ ପ୍ରତିଟି କାମ କରିବା ପୂର୍ବରୁ ଚିନ୍ତା କରେ ଏଥିରେ ମୋର କି ଲାଭ ହେବ, କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରିୟ ଭକ୍ତ ନିଜ ଲାଭ ଅପେକ୍ଷା କର୍ତ୍ତବ୍ୟକୁ ବଡ଼ ମାନେ। ବ୍ୟାଖ୍ୟା: ଯେତେବେଳେ ଆପଣ ସ୍ୱାର୍ଥ ଛାଡ଼ି କାମ କରନ୍ତି, ସେତେବେଳେ ଆପଣଙ୍କ କାମରେ ଭଗବାନଙ୍କ ଶକ୍ତି ମିଶିଯାଏ। ଜଣେ ନିଃସ୍ୱାର୍ଥପର ବ୍ୟକ୍ତି ସମାଜ ଓ ଜଗତର କଲ୍ୟାଣ ପାଇଁ କାମ କରେ, ଯାହା ତାଙ୍କୁ ମାନସିକ ସନ୍ତୋଷ ପ୍ରଦାନ କରିଥାଏ। 2. ଅହଙ୍କାରର ବିନାଶ, ଇଗୋଲେସ୍ ଷ୍ଟେଟ୍। ଅହଙ୍କାର ବା ମୁଁ ଭାବ ହେଉଛି ସମସ୍ତ ପତନର ମୂଳ। ମୁଁ ଜ୍ଞାନୀ, ମୁଁ ଧନୀ କିମ୍ବା ମୁଁ ଏହା କରିଛି, ଏହି ଭାବନା ମଣିଷକୁ ଈଶ୍ୱରଙ୍କଠାରୁ ଦୂରେଇ ଦିଏ। ବ୍ୟାଖ୍ୟା: ଶ୍ରୀକୃଷ୍ଣ କହନ୍ତି ଯେ କର୍ତ୍ତା ମୁଁ ନୁହେଁ, ମୁଁ କେବଳ ଜଣେ ମାଧ୍ୟମ। ଯେଉଁ ଭକ୍ତ ନିଜର ସବୁ ସଫଳତାକୁ ଭଗବାନଙ୍କ ଚରଣରେ ସମର୍ପି ଦିଏ ଏବଂ ନିଜକୁ ଅତି ସାଧାରଣ ମନେ କରେ, ସେ ହିଁ ଭଗବାନଙ୍କର ସବୁଠାରୁ ପ୍ରିୟ। ନମ୍ରତା ହିଁ ଭକ୍ତିର ପରିଚୟ। 3. କ୍ରୋଧ ଉପରେ ବିଜୟ, କଙ୍କେରିଂ ଆଙ୍ଗର। କ୍ରୋଧ ମଣିଷର ବିବେକକୁ ନଷ୍ଟ କରିଦିଏ। କ୍ରୋଧିତ ବ୍ୟକ୍ତି କେବେ ବି ସଠିକ୍ ନିଷ୍ପତ୍ତି ନେଇପାରେ ନାହିଁ କିମ୍ବା କାହାର ପ୍ରିୟ ହୋଇପାରେ ନାହିଁ। ବ୍ୟାଖ୍ୟା: ଶ୍ରୀକୃଷ୍ଣଙ୍କ ମତରେ ଯିଏ ଅପମାନିତ ହେଲେ ମଧ୍ୟ ଶାନ୍ତ ରହେ ଏବଂ ପ୍ରତିଶୋଧ ପରିବର୍ତ୍ତେ କ୍ଷମା କରିବା ଶିଖେ, ସେହି ବ୍ୟକ୍ତି ହିଁ ପ୍ରକୃତ ଯୋଗୀ। କ୍ରୋଧମୁକ୍ତ ମନରେ ହିଁ ଭଗବାନ ବାସ କରନ୍ତି। 4. ଦ୍ୱେଷ ବା ଈର୍ଷାରୁ ମୁକ୍ତି, ଫ୍ରିଡମ୍ ଫ୍ରମ୍ ହେଟ୍ରେଡ୍ ଏନ୍ଭି। ଦ୍ୱେଷ ହେଉଛି ଏକ ମାନସିକ ରୋଗ ଯାହା ଭିତରେ ଭିତରେ ମଣିଷକୁ ଶେଷ କରିଦିଏ। ଅନ୍ୟର ସଫଳତା ଦେଖି ଦୁଃଖିତ ହେବା ବା କାହାର ଅନିଷ୍ଟ ଚିନ୍ତା କରିବା ଭକ୍ତିର ପରିପନ୍ଥୀ। ବ୍ୟାଖ୍ୟା: ଭଗବାନ କହନ୍ତି ସମସ୍ତ ଜୀବଙ୍କ ମଧ୍ୟରେ ମୁଁ ଅଛି। ତେଣୁ ଯଦି ଆପଣ କାହାକୁ ଘୃଣା କରୁଛନ୍ତି, ତେବେ ଆପଣ ପରୋକ୍ଷରେ ଭଗବାନଙ୍କୁ ହିଁ ଘୃଣା କରୁଛନ୍ତି। ଯିଏ ସମସ୍ତଙ୍କୁ ଭଲ ପାଏ ଏବଂ କାହାରି ପ୍ରତି ଶତ୍ରୁତା ରଖେ ନାହିଁ, ସେ ହିଁ ପ୍ରକୃତ ଭକ୍ତ। 5. ଆସକ୍ତିରୁ ଦୂରତା, ନନ୍ ଆଟାଚମେଣ୍ଟ। ଆସକ୍ତି ଅର୍ଥାତ୍ କୌଣସି ଜିନିଷ ବା ବ୍ୟକ୍ତି ସହିତ ଏପରି ଭାବରେ ଯୋଡ଼ି ହୋଇଯିବା ଯେ ତାହା ନ ମିଳିଲେ ମଣିଷ ଭାଙ୍ଗି ପଡ଼େ। ମୋହ ହିଁ ସମସ୍ତ ଦୁଃଖର କାରଣ। ବ୍ୟାଖ୍ୟା: ଶ୍ରୀକୃଷ୍ଣ ଅନାସକ୍ତି କଥା କହନ୍ତି। ଏହାର ଅର୍ଥ ନୁହେଁ ଯେ ଆପଣ ପରିବାର କିମ୍ବା କାମ ଛାଡ଼ିଦେବେ। ଏହାର ଅର୍ଥ ହେଉଛି ସବୁ କାମ କରନ୍ତୁ କିନ୍ତୁ ସଫଳତା ବା ବିଫଳତା ସହିତ ନିଜକୁ ବାନ୍ଧି ରଖନ୍ତୁ ନାହିଁ। ଯେତେବେଳେ ଆପଣ ଫଳର ଆଶା ଛାଡ଼ି କର୍ମ କରନ୍ତି, ସେତେବେଳେ ଆପଣ ମୁକ୍ତ ହୋଇଯାନ୍ତି। ନିଷ୍କର୍ଷ: ଭଗବାନ ଶ୍ରୀକୃଷ୍ଣଙ୍କ କହିବା କଥା ହେଉଛି ଯେତେବେଳେ ଜଣେ ବ୍ୟକ୍ତି ନିଜ ମନରୁ ଏହି 5ଟି ବିକାରକୁ ବାହାର କରିଦିଏ, ତାଙ୍କ ହୃଦୟ ଏକ ନିର୍ମଳ ଦର୍ପଣ ପରି ହୋଇଯାଏ। ସେହି ନିର୍ମଳ ହୃଦୟରେ ହିଁ ଈଶ୍ୱରଙ୍କ ପ୍ରତିବିମ୍ବ ଦେଖାଯାଏ। ଏହିପରି ଭକ୍ତ ସଂସାରରେ ରହି ମଧ୍ୟ ସଂସାରର ମାୟାରୁ ଊର୍ଦ୍ଧ୍ୱରେ ଥାଏ। ଆପଣ କ'ଣ ଚାହିଁବେ ମୁଁ ଏହି ସୁଗୁଣଗୁଡ଼ିକୁ ଜୀବନରେ କିପରି ପ୍ରୟୋଗ କରାଯାଇପାରିବ, ସେ ବିଷୟରେ କିଛି ଟିପ୍ସ ଦେବି।